ମୁଁ 2024 ମେସେଜ କରିଥିଲି ମୁଁ ଅମର ପାଖରେ ରହିବି। ହଁ ତାକୁ ବାହାଇକି ତା ସହିତ ରହିବି। ହଁ ମତେ ଅମର କଥା ଭାରି ମନେ ପଡୁଥିଲା। ତାକୁ ଛାଡ଼ିକି ରହିପାରିବିନି। ଆମେରିକା ମତେ ଭଲ ଲାଗୁନି। ଅମରକୁ ମୁଁ ପ୍ରେମ କରୁଛି, ତା ସହିତ ରହିବି। ମୋ ମା କହୁଛି ସେ ଭଲ ପିଲା ନୁହେଁ। ମୁଁ ଜାଣିଛି ସେ ବହୁତ ଭଲ। ହଁ ଦର୍ଶକ ବନ୍ଧୁ, ଆମେ ଯାହା କହୁଛୁ ଏଇ ଝିଅର କଥା। ଦିନେ ଭିଡ଼ିଓ କରି ତାକୁ ଆମେରିକାର ନିର୍ଯାତନା ଦିଆଯାଉଛି ବୋଲି ପୋଷ୍ଟ କରିଥିଲା। ଏବେ ନିଜ ମତ ବଦଳାଇ କ'ଣ କହୁଛି? ମା କହିଲା ଅମର ଭଲ ପିଲା ନୁହେଁ, ବାସ୍ ଆମେରିକା ଛାଡ଼ି ପଳେଇ ଆସିଲି। ଓଡ଼ିଶା ଫେରାଇ ଆଣିବାକୁ ସୋସିଆଲ ମିଡ଼ିଆରେ ଗୁହାରି କରୁଥିଲେ ଓଡ଼ିଆ ଝିଅ ପୂଜା ଓରଫ ସେଜଲ ଜୋନ୍। ଆମେରିକାର ଜଣେ ଦମ୍ପତି 2018ରେ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିବା ପାଇଁ ଓଡ଼ିଶାରୁ ଆମେରିକା ନେଇଥିଲେ। ଆସନ୍ତୁ ଶୁଣିବା କ'ଣ କହୁଛନ୍ତି ଯୁବତୀ। ବ୍ୟୁରୋ ରିପୋର୍ଟ MS ନ୍ୟୁଜ୍। ମୁଁ ଅମର ପାଖରେ ରହିବି। ହଁ ତାକୁ ବାହାଇକି ତା ସହିତ ରହିବି। ହଁ କହିଛି। ସେ ଏଥିରେ ରାଜି ନଥିଲେ। ସେ ମତେ ବାରମ୍ବାର ମନା କରୁଥିଲେ ଯେ ତା ସହିତ କଥା ହଉନି ବୋଲିକି, ତଥାପି ମୁଁ କଥା ହଉଥିଲି ତା ସହ। ମୁଁ ତା ସହିତ ପଢୁଥିଲି ଏଇ ଭୁବନେଶ୍ୱରରେ, ଚତୁର୍ଥ କି ପଞ୍ଚମ। ମୁଁ 2024 ତାକୁ ମେସେଜ କରିଥିଲି। ସେତେବେଳେ ମୋ ଫୋନ ନେଇଥିଲା, ମୋ ମା ମତେ ଫୋନ ଦେଇ ନଥିଲେ। ଯେତେବେଳେ ମତେ ମୋ ମା ଫୋନ ଦେଲେ, ମୋ ସୋସିଆଲ ମିଡିଆ ଥିଲା, ସେତେବେଳେ ମୁଁ କଥା ହେଇଥିଲି ତା ସହ। ହଁ ହଁ ବାଲେଶ୍ୱରରେ। ସେ ବି କିଛି କରୁନି, ସେ କାମ କରୁଥିଲା। ଭଉଣୀ ସରଳ ଭାବେ କହିବେ ଆପଣଙ୍କର ପ୍ରକୃତରେ ଆସିବାର ଇଚ୍ଛା ଅମର କାରଣ ଅଲଗା କିଛି ମା ହଇରାଣ କରୁନଥିଲେ ନା। କୁହନ୍ତୁ ସେ ବିଷୟରେ ସରଳ ଭାବେ। ମୁଁ ଅମରକୁ ଭଲ ପାଉଛି ଆଉ ମୁଁ ଆସିବାର ଥିଲା। ମୁଁ ଓଡିଶା ଆସିବା ପାଇଁ ଚାହୁଁଥିଲି ଜଲ୍ଦି। ମୁଁ ଆମେରିକା ମତେ ଟୋଟାଲି ଭଲ ଲାଗିଲାନି। ତ ମୋ ମାଙ୍କୁ କିଛି କୁହନି, ମୋ ମା ମତେ ଏମିତି କିଛି ବି କରିନାହାନ୍ତି। ହଁ ମୁଁ ଅମରକୁ ଭଲ ପାଉଛି ଆଉ ସେଥିପାଇଁ ମୁଁ ଆସିବା ପାଇଁ ଚାହୁଁଥିଲି। ମୋ ମା ରାଜି ନଥିଲେ। ମୋ ମା କହୁଥିଲେ କି ଅମର ଭଲ ପିଲା ନୁହଁ, କିନ୍ତୁ ମୁଁ ଜାଣିଛି ସେ ଭଲ ପିଲା। ହଁ ମୁଁ କହିଛି। ସେ ବାଲେଶ୍ୱରରେ ଅଛି। ମୁଁ ତାକୁ କଲ୍ ବି ଡାକିଲି, ହେଲେ ମ୍ୟାଡାମ ମତେ ଛାଡୁନାହାନ୍ତି ତା ସହିତ କଥା ହବା ପାଇଁକା। ନା, ସେ କହୁଛନ୍ତି କି ବାଲେଶ୍ୱର ନେଇକି ଯିବେ। ବାଲେଶ୍ୱର ଗଲା ପରେ ଦେଖା ହବ। ଓଡ଼ିଆ ମାଟିରେ ଅମର ଅଛି ବୋଲି ଆମେରିକା ମାଟି ଭଲ ଲାଗିଲାନି, ମାନେ ଅମର ଅଛି ବୋଲି ଆମେରିକା ଭଲ ଲାଗିଲାନି। ସେଟା ନୁହଁ, ମୁଁ ମୋ ନିଜ ଇଚ୍ଛାରେ ରହିବା ପାଇଁ ଚାହୁଁଛି।